ଛାତ୍ର ଥିଲେ ସ୍କୁଲରେ ଯେତେ ପାଠ ପଢ଼ିଲେ ମଧ୍ୟ ମନେ ରହୁନଥିଲା। ଶିକ୍ଷକମାନେ ମଧ୍ୟ ଚେଷ୍ଟା କଲେ ଯେ ପିଲା ଦ୍ୱାରା ଆଉ ପାଠ ହେଲା ନାହିଁ। ସେଥର ଶିକ୍ଷକ ଖଣ୍ଡି କାଗଜ ଲେଖିକରି ସେଇ ଛାତ୍ର ହାତରେ ଘରକୁ ପଠାଇଦେଲେ। ଛାତ୍ରଟି ଗୋଟେ ଲଫାଫା ଭିତରେ ସେ କାଗଜ ନେଇକରି ମାଆଙ୍କ ପାଖକୁ ଗଲା ଏବଂ ମାଆଙ୍କୁ ଦେଲା। ମା କ'ଣ କଲେ, ଦେଖିଲେ ସେ କାଗଜ ପଢ଼ିଲେ। ପୁଅଟି ପଚାରିଲା, ମା ଏ କାଗଜରେ କ'ଣ ଲେଖା ହେଇଛି? ମା ଆଉ କ'ଣ କହିବି, ପୁଅକୁ ତ ମିଛ କହିବାକୁ ପଡ଼ିଲା, ନହେଲେ ପୁଅର ମନୋବଳ ଭାଙ୍ଗିଯିବ। ପୁଅକୁ କହିଲେ, ବାବୁ ତୁ ସ୍କୁଲରେ ଏତେ ଜ୍ଞାନୀ, ତୋର ଏତେ ବୁଦ୍ଧି ଅଛି ଯେ ତୋତେ ଆଉ ଶିକ୍ଷକମାନେ ପଢ଼େଇ ପାରୁନାହାନ୍ତି, କୌଣସି ଛାତ୍ର ମଧ୍ୟ ତୋ ସହିତ ସମାନ ହେଇପାରୁନାହାନ୍ତି। ତେଣୁକରି ତୁ ଆଜିଠାରୁ ଘରେ ପଢ଼ିବୁ। ପୁଅଟି ସେଦିନ ଘରୁ ପଢ଼ିଲା। ଘରେ ଏକେ ରହେ ପଢ଼େ। ମା ତାକୁ ବିଭିନ୍ନ ପ୍ରକାର ପାଠ ପଢ଼େଇଲେ। ସେଇ ପିଲାଟି ଧୀରେ ଧୀରେ ଚେଷ୍ଟା କଲା ଏବଂ ବିଜୁଳି ବତୀ ବାହାର କଲା, ଇଲେକ୍ଟ୍ରିକ୍ ବଲ୍ବ। ଚେଷ୍ଟା ବଳରେ ଇଲେକ୍ଟ୍ରିକ୍ ବଲ୍ବ ବାହାରିଲା। ଉଦ୍ଭାବନ କରିଛି। ଆଉ ସେ ପିଲାଟିର ନାଁ ହେଉଛି ଥମାସ ଏଡିସନ୍। ତେଣୁକରି ଆମେ ଯଦି ବାରମ୍ବାର ଚେଷ୍ଟା କରିବା ତାହେଲେ ଆମର ଚେଷ୍ଟା ନିଶ୍ଚୟ ସଫଳ ହେବ। ଯେମିତି ଆମ ପାଇଁ ଉଦାହରଣ ହେଇଗଲେ ଥମାସ ଏଡିସନ୍।